ଭଲ ପାଇବାଟା ଆମର ମେଡିସିନ ଷ୍ଟୋରୀ ହେଇଥିଲା। ଘୃଣାରେ ଆରମ୍ଭ ହେଇଥିଲା, ଘୃଣାରେ ଆରମ୍ଭ ହେଇକି ପ୍ରେମରେ ପରିଣତ ହେଇଗଲା। ଚାଲିଛି ପ୍ରେମର ସପ୍ତାହ। ପ୍ରେମ ତ ଚିର ଅମର। ମନର ପରିଭାଷା ବୁଝିବାକୁ ମୁହଁ ଖୋଲିବା କହିବାର ଆବଶ୍ୟକତା ନାହିଁ, କାରଣ ହୃଦୟର ପରିଭାଷା ହିଁ ଯଥେଷ୍ଟ। ଆପଣ ଦେଖୁଥିବା ଏହି ପ୍ରେମୀ ଯୁଗଳ ଯାଜପୁର ଜିଲ୍ଲାର, ଯାହାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ଘୃଣାରୁ, କିନ୍ତୁ ଶେଷରେ ଗଭୀର ପ୍ରେମରେ ପରିଣତ ହୋଇଯାଇଛି। ପ୍ରେମିକଙ୍କ ନାମ ସ୍ମୃତିରଞ୍ଜନ ରଣା, ପ୍ରେମିକାଙ୍କ ନାମ ସସ୍ମିତା ଓଝା। ସେମାନଙ୍କ କହିବା ଅନୁସାରେ ଭଲ ଆମେ ପାଇଥିଲୁ ମେଡିସିନ ଷ୍ଟୋରରୁ, କିନ୍ତୁ ଆମ ଜାତି ଅଲଗା ହୋଇଥିବାରୁ ପରିବାର ଲୋକେ ବିବାହ ପାଇଁ ନାରାଜ ଥିଲେ। କିନ୍ତୁ ପ୍ରେମୀ ଯୁଗଳ ନିଜ ନିଷ୍ପତ୍ତିରେ ଅଟଳ ରହି ପରିବାର ଲୋକଙ୍କର ଭରସା ଜିତିଥିଲେ। ଏଥିପାଇଁ ସେମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା, କିନ୍ତୁ ଉଭୟଙ୍କର ଅନାବିଳ ପ୍ରେମ ଆଗରେ ସମସ୍ତେ ହାର ମାନି ବିବାହ ପାଇଁ ରାଜି ହୋଇଯାଇଥିଲେ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ମୁହଁରୁ ସେମାନଙ୍କ ପ୍ରେମ କାହାଣୀ। ମୁଁ ତ ସବୁଦିନ ହିଁ ଭାଲେଣ୍ଟାଇନ ଡେ ଆଉ କଣ କହିବି, ଆମର ତ ଫାଷ୍ଟ ଦେଖା ହେଇଥିଲା ମେଡିସିନ ଷ୍ଟୋର ଗୋଟେ, ସେଇଠୁ ଆମ ଭଲ ପାଇବା ସୃଷ୍ଟି ହେଇଥିଲା। ଫାଷ୍ଟ ଆମର ସେ ବି ମତେ ଲାଇକ୍ କରନ୍ତି, ଘୃଣାରୁ ହିଁ ଆମ ଭଲ ପାଇବାଟା ଷ୍ଟାର୍ଟ ହେଇଛି। ଫାଷ୍ଟ ମେଡିକାଲ ମେଡିସିନ ଷ୍ଟୋର ଗୋଟେ ରହିଲି, ତ ତାଙ୍କର ମୋର ଭଲ ପଡେନି। ତ ତାପରେ ଧୀରେ ଧୀରେ କିଛି ଦିନ ଗଲା ପରେ ସେ ମତେ ବହୁତ ସପୋର୍ଟ କଲେ, ଆଉ ମୁଁ ବି ତାଙ୍କୁ, ସେ ମୋ ସିନା ଥିଲେ, ମୁଁ ବି ତାଙ୍କ କଥା ମାନେ। ଆଉ ଧୀରେ ଧୀରେ ତାଙ୍କ ମୋ ବୋଧେ କିଛି ଦିନ ସାଙ୍ଗ ହିସାବରେ ଭଲ ଫ୍ରେଣ୍ଡସିପ ହେଲୁ। ଫ୍ରେଣ୍ଡସିପ ହେଲା ବେଳେ ପୁଣି କିଛି ଦିନ ଗଲା ପରେ କେତେବେଳେ ଆମେ ଲଭ୍ ରେ ମାନେ ପଡିଗଲୁ ଆମେ ନିଜେ ଜାଣିନୁ। ଆମ ଭଲ ପାଇବାଟା ପ୍ରକୃତରେ ଘୃଣାରୁ ଆରମ୍ଭ ହେଇଥିଲା, କିନ୍ତୁ ତାପରେ ଭଲ ପାଇବା ଷ୍ଟାର୍ଟ ହେଇଗଲା। ତାପରେ ଦିନ ଆମକୁ ବହୁତ ଦିନକୁ ଚିହ୍ନା ଚିହ୍ନି ହେଲୁ, ଭଲ ପାଇଲୁ, ବାହା ହେଲୁ। ଏବଂ ବାହା ହେଲା ପରେ ବି ଆମ ଦି ଜଣ ଭିତରେ ଭଲ ବନ୍ଧୁତା ସହିତ ଭଲ ସାଙ୍ଗ, ଭଲ ରିଲେସନ ବି ରହି ଚାଲିଛି ଏବଂ ଲାଷ୍ଟ ସମୟ ପର୍ଯ୍ୟନ୍ତ ରହି ଚାଲିବ। ଏବେ କଣ ପିଲା ମୋର ଗୋଟିଏ ପୁଅ, 3 ବର୍ଷ ପ୍ଲସ୍। କେମିତି ଲାଗେ ଭଲ ପାଇବାଟା ଆପଣଙ୍କ ମାନେ ମତରେ କଣ? ମତରେ ସୀମିତ କିଛି ମତ ନାହିଁ। ଭଲ ପାଇବାଟା ଭଲ ଫ୍ରେଣ୍ଡ ଭଳିଆ ହେଇକି ରହିବା, ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସୁସମ୍ପର୍କ, ଭଲ ବୁଝାବଣା ରହିବା ହିଁ ଠିକ। ଶେଷରେ ସମସ୍ତ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିବା ବେଳେ ଉଭୟ ବର୍ତ୍ତମାନ ଏକ ପୁତ୍ର ସନ୍ତାନ ଜନ୍ମ କରି ଖୁବ୍ ଖୁସିରେ ଅଛନ୍ତି। ସ୍ମୃତିରଞ୍ଜନଙ୍କ କହିବା ଅନୁସାରେ ଜୀବନର ଶେଷ ପର୍ଯ୍ୟନ୍ତ ତାଙ୍କ ହାତ ଛାଡ଼ିବେ ନାହିଁ। ଯାଜପୁରରୁ ମନୀଷା ରାଉତଙ୍କ ରିପୋର୍ଟ, ନ୍ୟୁଜ୍ 18 ଲୋକାଲ।